ନମସ୍କାର ଓଡ଼ିଶା। ଆସନ୍ତୁ ଶୁଣିବା ଆଜିର ପ୍ରୟାସ। କବିଙ୍କ ଦ୍ୱାରା ବର୍ଣ୍ଣିତ ନାରୀର ସୌନ୍ଦର୍ଯ୍ୟ ଉପରେ ଉପାଖ୍ୟାନଟି କରୀନା ପାଇଁ ନିଃସନ୍ଦେହରେ ପ୍ରଯୁଜ୍ୟ ଅଟେ। ଉଚ୍ଚ ସମୃଦ୍ଧ ପରିବାର, ବାପା ତାର କଲେଜରେ ପ୍ରିନ୍ସିପାଲ ଆଉ ମା ହାଇସ୍କୁଲରେ ହେଡମିଷ୍ଟ୍ରେସ୍। ଭାଇ ବମ୍ବେରେ କାମ କରେ, ତେଣୁ ସ୍କୁଟି ଚଢ଼ି ଦାମୀ ସୁନ୍ଦର ଡ୍ରେସ୍ ମାନ ପିନ୍ଧି କଲେଜ ଆସିଥାଏ। ଆପଣ ତାକୁ ଅଲିଅଳି ସୁକୁମାରୀ ରାଜକୁମାରୀ ବି କହିପାରନ୍ତି। ତା ସୌନ୍ଦର୍ଯ୍ୟର ପ୍ରଶଂସକ ଯେତେବେଳେ ଝିଅମାନେ ହୋଇପାରନ୍ତି, ସେଠି ପୁଅମାନେ ବା କିଭଳି ଏଥିରୁ ବାଦ୍ ଯିବେ। କଲେଜର କାନ୍ଥ ବାଡ଼ରେ କରୀନା ଆଇ ଲଭ୍ ୟୁ ଲେଖି କିଏ ପ୍ରେମ ଯାଚଜ୍ଞା କରିଥାଏ ତ କିଏ ବ୍ଲାକ୍ ବୋର୍ଡରେ ଲେଖି। ଆଉ ତା ଛଡ଼ା ଅନେକ ବେନାମୀ ଚିଠିର ଗ୍ରାହକ କରୀନା ହୋଇଥାଏ। ଏମାନଙ୍କର ପ୍ରେମଜାଲରେ ପଡ଼ିଲା ଭଳି ଜଳପରି କିନ୍ତୁ କରୀନା ନୁହେଁ। ତାକୁ ଏସବୁ ପ୍ରେମ ଭିକ୍ଷା କେବେ ପ୍ରଭାବିତ କରିପାରି ନାହିଁ। ଏବେ କିନ୍ତୁ ଭାଲେଣ୍ଟାଇନ୍ର ସମୟ। ସମ୍ପୂର୍ଣ୍ଣ ବାୟୁମଣ୍ଡଳ ପ୍ରେମମୟ ଅଟେ। ହୃଦୟରେ ଲୁଚି ଛପି ଉଙ୍କି ମାରୁଥିବା ପ୍ରେମମାନ ସବୁ ପଦାକୁ ବାହାରିବେ। କାହାର ପ୍ରେମ ଚିଠି ରୂପରେ, ତ କାହାର ଚକୋଲେଟ୍, ତ କାହାର ଟେଡି ରୂପରେ। ଆଉ ଗୋଲାପ ଫୁଲ କଥା କୁହନି, ସେ ତ ସମୁଦ୍ରର ମୁକ୍ତା ପାଲଟିଯାଏ। ଏତେଗୁଡ଼ିଏ ପ୍ରେମ ଭିକ୍ଷାର ଗହଳି ଭିତରେ କରୀନା କାହାକୁ ନିଜର ଭାଲେଣ୍ଟାଇନ୍ ଭାବରେ ବାଛିବ, ଏକଥା କରୀନାର ପ୍ରିୟ ସାଙ୍ଗ ମୋନା ଜାଣିବାକୁ ଚାହିଁଥିଲା। କରୀନା କରି ଟିକେ ହସିଦେଲା। କହିଲା, ଜାଣିଛୁ, ଆମ ପଡ଼ୋଶୀ ନାୟକ ଅଜାଙ୍କର 5 ବର୍ଷର ନାତୁଣୀ ଅଞ୍ଜଳିକୁ ତାର ପ୍ରିୟ ସାଙ୍ଗ ରାହୁଲ ଆଇ ଲଭ୍ ୟୁ କହିବା ପରିବର୍ତ୍ତେ ଟିନାକୁ ଆଇ ଲଭ୍ ୟୁ କହିଦେଲା ବୋଲି ଅଞ୍ଜଳି ବିଚାରୀ କାନ୍ଦି କାନ୍ଦି ସ୍କୁଲରୁ ଘରକୁ ଆସିଥିଲା। ଆଉ ତାର କାନ୍ଦ ଓ ଦୁଃଖକୁ ନାୟକ ଅଜା ଚକୋଲେଟ୍ ଓ ଖେଳଣା ଦେଇ ଶାନ୍ତ କରାଇଥିଲେ। ମା କହୁଥିଲା, ସ୍କୁଲରେ ପିଲାମାନେ ଏବେ ପାଠ ପଢ଼ିବା ପରିବର୍ତ୍ତେ ପ୍ରେମ ଚିଠି ପଢ଼ୁଛନ୍ତି। ତାର ଫଳସ୍ୱରୂପ ପରୀକ୍ଷା କାଗଜରେ ସବୁ ଅଣ୍ଡା ଓ ଆଳୁର ଦର୍ଶନ ପାଇବେ। ଗତ ବର୍ଷ ଆମ ସାଙ୍ଗ ରମେଶ ବାକିରେ ଟେଡି ବେୟର କିଣି ଦୋକାନୀକୁ ପଇସା ଠିକ୍ ସମୟରେ ନ ଦେଇପାରିବା ହେତୁ ବାପାଙ୍କ ହାତରେ ଧରା ପଡ଼ିଥିଲା। ଆଉ ବିଚାରା ମା ବାପାଙ୍କଠାରୁ ଅତି କଠୋର ବାଣୀମାନ ସବୁ ଶୁଣି ଭାରି ମନ ଦୁଃଖ କରିଥିଲା। ଏ ଫେବୃଆରୀ ମାସଟି ପ୍ରେମିକ ପ୍ରେମିକାଙ୍କ ପାଇଁ ଭାରି ଦୁର୍ବଳ ଓ ସମ୍ବେଦନଶୀଳ ଅଟେ। କେଉଁଠାରେ ବିଜୟ ତାର ଲକ୍ଷ୍ମୀକୁ ପାଇବା ପାଇଁ ବିଳାପ କରୁଛି, ତ କେଉଁଠି ପ୍ରିୟା ତାର ହରର ବିରହରେ ରୋଦନ କରୁଛି। ଏ ବୟସରେ ଅଧିକାଂଶରେ ପିଲା ଆର୍ଥିକ ଭାବରେ ପରିବାର ଉପରେ ନିର୍ଭରଶୀଳ ଅଟନ୍ତି। ଭାଲେଣ୍ଟାଇନ୍ର ଗିଫ୍ଟ କିଣିବା ପାଇଁ ଅର୍ଥର ଆବଶ୍ୟକତା ନିମନ୍ତେ ଘରେ ମିଛ କହିବା ପାଇଁ ବାଧ୍ୟ ହୋଇଥାନ୍ତି। ଆଉ କେଉଁ କେଉଁ ଜାଗାରେ ପ୍ରେମ ପ୍ରତ୍ୟାଖ୍ୟାନ ସହି ନ ପାରି ପରିସ୍ଥିତି ଭାରି ଗମ୍ଭୀର ଓ ଜଟିଳ ହୋଇଯାଇଥାଏ। ପ୍ରେମର ଅନୁଭୂତି ନିଶ୍ଚିନ୍ତ ଭାବରେ ମିଠା ଅଟେ, କିନ୍ତୁ ଗୋଟିଏ ଉପଯୁକ୍ତ ବୟସ ଓ ମର୍ଯ୍ୟାଦା ଭିତରେ ରହିଲେ ହିଁ ଏହାର ଅନୁଭବ ସୁଖପ୍ରଦ ହେବ। ଦାଣ୍ଡରେ ହାଟରେ ପ୍ରଚାର ପ୍ରସାର ମାଧ୍ୟମରେ ଏହା କଳୁଷିତ ଓ ଉଭୟଙ୍କ ପାଇଁ କଷ୍ଟଦାୟକ ହୋଇଥାଏ। ଏ ଆକର୍ଷଣ ନା ପ୍ରକୃତ ଭଲ ପାଇବା, ବୁଝିବାକୁ ହେଲେ ସମ୍ପର୍କକୁ ସମୟ ଦେବା ଉଚିତ। ଭାବ ପ୍ରବଣତାରେ କୌଣସି ନିଷ୍ପତ୍ତି ନେବା ଭବିଷ୍ୟତ ପାଇଁ ଉଚିତ ହେବ ନାହିଁ। ବିବାହ ଓ ଘର ସଂସାର ଖେଳଘର ନୁହେଁ। ଦୁହେଁ ଦୁହିଁଙ୍କର ସାହସ ଓ ବଳ ହୋଇପାରିଲେ ହିଁ ସେମାନେ ଆର୍ଥିକ ଓ ମାନସିକ ଭାବରେ ସୁଦୃଢ଼ ହୋଇପାରିବେ। ଦୁହେଁ ମିଶି ସଂସାର ଗଢ଼ିବା ପାଇଁ ଅନେକ ତ୍ୟାଗ ଓ କର୍ତ୍ତବ୍ୟର ଆବଶ୍ୟକତା ପଡ଼ିବ। ଏସବୁ ଶୁଣି ସାରିଲା ପରେ ମୋନା ଏବେ ହଉ, ଏଥର ଏସବୁ ଛାଡ଼। ତୁ କହ, ତତେ କେଉଁଭଳି ଲାଇଫ୍ ପାର୍ଟନରଟିଏ ଦରକାର? ମୋତେ ମୋର ଅଜାଙ୍କ ଭଳି ଲାଇଫ୍ ପାର୍ଟନରଟିଏ ଦରକାର। ଅଜାଙ୍କ ଭଳି? ହଁ, ମୋ ଅଜାଙ୍କ ଭଳି। 60 ଦଶକରେ ଅଜା ମୋର ଆଈଙ୍କୁ ପ୍ରେମ ବିବାହ କରିଥିଲେ। ଆଈ ମୋର ଭାରି ସାହସୀ। ପୁଷ୍କରିଣୀର ମଧ୍ୟଭାଗ ପର୍ଯ୍ୟନ୍ତ ସନ୍ତରଣ କରିଯାଇ ଅନେକ କଇଁଫୁଲ ତୋଳି ଆଣନ୍ତି। କଇଁଫୁଲର ନାଡ଼ରେ ମାଳ ଗୁନ୍ଥି ଗାଁ ଠାକୁରାଣୀଙ୍କ ମନ୍ଦିର କବାଟରେ ଯାଇ ଲଗାଇ ଦେଇ ଆସନ୍ତି। ଅଜା କହୁଥିଲେ, ଆଈ ମୋର ପୋଖରୀରେ ବୁଡ଼ି ଯାଉଥିବା ଏକ ବାଳକକୁ ରକ୍ଷା କରିଥିଲେ। ଆଉ ସେ ସମୟରେ ସାଇକେଲ ବି ଭାରି ବିଚକ୍ଷଣ ଭାବରେ ଚଲାଇ ପାରୁଥିଲେ। ତେଣୁ ଦେଶର ମିଲିଟାରୀ ଫୋର୍ସରେ କାମ କରୁଥିବା ଅଜାଙ୍କର ମନ
ଗାଁର ସ୍ୱଚ୍ଛ ଓ ନିର୍ମଳମନା ଆଈଙ୍କ ଉପରେ ଆସିଯାଇଥିଲା। ଅଜା ଆଈଙ୍କର ଏକଦମ ଦିୱାନା ହୋଇଯାଇଥିଲେ। ହେଲେ ଅଜାଙ୍କର ରଙ୍ଗ କଖାରୁ ମଞ୍ଜି ହେଲେ ଆଈଙ୍କ ରଙ୍ଗ ଜହ୍ନି ମଞ୍ଜି ସଦୃଶ୍ୟ ଅଟେ। ସେ ସମୟରେ ରଙ୍ଗଭେଦର ମନୋଭାବ ଭାରି ତୀବ୍ର ଥିଲା। ହେଲେ ଅଜା ଅତି ଯତ୍ନର ସହକାରେ ଘର ପରିବାରକୁ ରାଜି କରାଇ ଆଈଙ୍କୁ ବିବାହ କରିଥିଲେ। ଆଉ ତାପରେ ଅଜାଙ୍କର ପ୍ରକୃତ ପ୍ରେମ ପରୀକ୍ଷା ଯାତ୍ରା ଆରମ୍ଭ ହୋଇଥିଲା। ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ଆଈ ଯେପରି ନିଜର ରଙ୍ଗକୁ ନେଇ ହୀନ ମନେ ନ କରନ୍ତି, ସେଥିପାଇଁ ଅଜା ସର୍ବଦା ଯତ୍ନବାନ ରୁହନ୍ତି। ଅଜାଙ୍କର ପ୍ରୋତ୍ସାହନରେ ଆଈଙ୍କର ପରୋପକାର ଗୁଣ ସମାଜ ସେବିକା ରୂପରେ ପରିଣତ ହୋଇଥିଲା। ଆଉ ଦୁଇ ଜଣଙ୍କ ଭିତରେ ଥିବା ସ୍ନେହ କଥା କ'ଣ ବା କହିବି। ଆଜି ବି ଅଜା ଚା କପେ ପିଇବା ପୂର୍ବରୁ ପ୍ରଥମେ ଆଈ ପିଇଛନ୍ତି କି ନାହିଁ ଜାଣିବାକୁ ଚାହାନ୍ତି। ଆଈ ବି ଅଜାଙ୍କର ମେଡିସିନ ଡକ୍ଟର ଭିଜିଟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତି। ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରି ଆଜି ବି ଏ ବୟସରେ ଏକା ରୁହନ୍ତି। ମା ମୋର ଅନେକ ଥର ଆମ ସାଥିରେ ରହିବା ପାଇଁ ଅଜା ଆଈଙ୍କୁ କହିଛି। ହେଲେ ଦୁଇ ଜଣ ପରସ୍ପରର ହାତ ଧରି କାମ ଚଳାଇ ନେଉଛନ୍ତି କହି ଆସନ୍ତି ନାହିଁ। ଏବେ ଜାଣିଲୁ ମୋର ଭାବି ସ୍ୱାମୀ ଭିତରେ ଅଜାଙ୍କର ଗୁଣ ମୁଁ କାହିଁକି ଦେଖିବାକୁ ଚାହୁଁଛି। ଏଥର ମୋନା ବି ହସି ଦେଇଥିଲା। ମୋନାର ଭାଇ ଉଚ୍ଚଶିକ୍ଷିତ ଏବଂ ଇଣ୍ଡିଆନ ଏୟାରଫୋର୍ସରେ କାମ କରନ୍ତି। ଭାଇ ତାର ମନେ ମନେ କରୀନାକୁ ପସନ୍ଦ କରନ୍ତି, ଏକଥା ମୋନା ଭଲ ଭାବରେ ଜାଣେ। ଭାଇ ତାର ଛୁଟିରେ ଏଥର ଆସିଲେ କରୀନାକୁ ସେ ଗୋଟିଏ ଛୁଟି ଦିନ ଦେଖି ନିଶ୍ଚୟ ଘରକୁ ନିମନ୍ତ୍ରଣ କରିବ। ପ୍ରୟାସଟିକୁ ଏଇଠି ରଖୁଛି। ଚ୍ୟାନେଲଟିକୁ ଆଗକୁ ବଢ଼ିବାରେ ନିଶ୍ଚୟ ସାହାଯ୍ୟ କରନ୍ତୁ। ରହିଲି, ନମସ୍କାର।